ଆପଣଙ୍କୁ ପାୱାରଫୁଲ୍ ବନିବାର ଅଛି ଏଥିପାଇଁ ନୁହଁ କି ଆପଣ କାହାକୁ ଦବେଇବେ। ଯଦି କହିବା ଏଥିପାଇଁ କି ଆପଣଙ୍କୁ କେହି ବି କୌଣସି ବି ଜିନିଷରେ ଯେମିତି ଅଟକେଇ ପାରିବନି। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ବନ୍ଧୁଗଣ ଆଜିର ଏହି ଜ୍ୟୋତିଷ କାର୍ଯ୍ୟକ୍ରମ ସିଂହ ରାଶିଙ୍କ ପାଇଁ ବହୁତ ହି ଖାସ୍, ବହୁତ ହି ମହତ୍ତ୍ୱପୂର୍ଣ୍ଣ ରହିଛି। କାହିଁକି ନା ଯଦି କହିବା ବର୍ଷ 2024 କ'ଣ ପାଇଁ ଆପଣଙ୍କ ପାଇଁ ଏତେ ଖାସ୍ ରହିବ, ବାକି ବର୍ଷ ଅପେକ୍ଷା କ'ଣ ପାଇଁ ବର୍ଷ 2024 ଆପଣଙ୍କର ଖାସ୍ ରହିବ, କ'ଣ ପାଇଁ ରହିବ ସ୍ଥିତିରେ ପରିବର୍ତ୍ତନ, ସେ ବିଷୟରେ ଆମେ ଆଜି ଚର୍ଚ୍ଚା କରିବା। କେବଳ ମୁଖ୍ୟ ଟପିକ୍ ଉପରେ ଆମେ ଚର୍ଚ୍ଚା କରିବା କି ଯେଉଁ ବିଷୟରେ ଆପଣଙ୍କର ବେଶୀ ହିଁ ସବୁବେଳେ କ୍ୱେଶ୍ଚିନ୍ ରହିଥାଏ। ଭିଡ଼ିଓକୁ ଅଧିକ ଆମେ ଲମ୍ବା କରିବାନି, ତ ଆମେ ଆପଣମାନଙ୍କୁ ପୁରା ଡିଟେଲ୍ସରେ କହିବା। ଆପଣଙ୍କର ଯାହା ବି ମେନଲି କ୍ୱେଶ୍ଚିନ୍ ରହିଥାଏ କି ଆମର ଶିକ୍ଷା କେମିତି ରହିବ, ପାଠପଢ଼ା କେମିତି ରହିବ ବର୍ଷ 2024ରେ, ଆମ କ୍ୟାରିୟର କେମିତି ରହିବ, କ'ଣ କିଛି ଖାସ୍ ହେବ କି ନାହିଁ, ତା ସହିତ ଆମ ରିଲେସନସିପ୍ରେ ଆମ ମ୍ୟାରେଡ୍ ଲାଇଫ୍ କିପରି ରହିବ, ଲଭ୍ ରିଲେସନସିପ୍ କିପରି ରହିବ, ସ୍ୱାସ୍ଥ୍ୟ କିପରି ରହିବ, ସର୍ବପ୍ରଥମେ ଆମେ କହିବା କେମିତି ଆପଣଙ୍କ ପାଇଁ ପ୍ରତିଟି ସ୍ଥିତି ରହିବ, ସବୁକିଛି ବିଶେଷ ଭାବରେ କହିବା କ'ଣ ପାଇଁ ବର୍ଷ 2024 ଆପଣଙ୍କ ପାଇଁ ଖାସ୍ ରହିବ। ତେଣୁ ପୁରା ସାବଧାନର ସହିତ ଭିଡ଼ିଓକୁ ଦେଖନ୍ତୁ। ଏ ରାଶିଫଳ ଆପଣଙ୍କର ଜନ୍ମରାଶି ଚନ୍ଦ୍ର ରାଶିଫଳ ଉପରେ ଆଧାରିତ ଅଟେ। ତେଣୁ ସେ ଆଧାରରେ ଆପଣମାନେ ଭିଡ଼ିଓକୁ ନିହାତି ଭାବରେ ଦେଖନ୍ତୁ। ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଆସୁଥିବା ବେଲ୍ ଆଇକନ୍କୁ ବି ମଧ୍ୟ କ୍ଲିକ୍ କରନ୍ତୁ। ତ ଆସନ୍ତୁ ଜାଣିବା ବର୍ଷ 2024 ସିଂହ ରାଶିଙ୍କ ପାଇଁ କ'ଣ ଖାସ୍ ରହିବ। ବହୁତ ହି ଧ୍ୟାନର ସହିତ ଶୁଣନ୍ତୁ। ସିଂହ ରାଶିଙ୍କ ବିଷୟରେ ଯଦି ଆମେ ପୁରା ଡିଟେଲ୍ସରେ ଆପଣମାନଙ୍କୁ ଏଠି କହିବୁ କି ରାଶିଚକ୍ରର 12ଟି ରାଶି ଭିତରୁ ପଞ୍ଚମ ନମ୍ବରରେ ଆସୁଛନ୍ତି ସିଂହ ରାଶି, ଯାହାଙ୍କର ଅଧିପତି ବା ସ୍ୱାମୀ ବନୁଛନ୍ତି ସ୍ୱୟଂ ହେଉଛନ୍ତି ସୂର୍ଯ୍ୟଦେବ, ଯାହାଙ୍କୁ କିଙ୍ଗ ମନାଯାଇଥାଏ, ଅର୍ଥାତ୍ ଗ୍ରହଙ୍କର ରଜା ବନାଯାଏ। ସୂର୍ଯ୍ୟ ଆପଣଙ୍କ ରାଶିର ସ୍ୱାମୀ ଅଟନ୍ତି, ଯେହେତୁ ତ ପ୍ରତିଟି ସ୍ଥିତି ଆପଣଙ୍କ ପାଇଁ ଭଲ ରହିଥାଏ। ଅଗ୍ନିତତ୍ତ୍ୱ ରାଶି ମଧ୍ୟ ଅଟନ୍ତି। ତ ସବୁଠାରୁ ପ୍ରଥମେ ଯଦି କହିବା ଆପଣଙ୍କ ଭିତରେ ପେସେନ୍ସ ଲେବୁଲ୍ ବହୁତ କମିଥାଏ। ତା ସହିତ ଆପଣ ବହୁତ କାଇଣ୍ଡଲି ଆଟାଚମେଣ୍ଟ ମଧ୍ୟ ଥାନ୍ତି, ସବୁବେଳେ କାଇଣ୍ଡଲି ହେଟେଡ୍ ହୁଅନ୍ତି, ସପୋର୍ଟେଟିଭ୍ ହୁଅନ୍ତି। ତା ସହିତ ସେତେ ଅଧିକ ଏଗ୍ରେସିଭ୍, ସେତେ ଅଧିକ କ୍ରୋଧ ଆପଣଙ୍କ ଭିତରେ ରହିଥାଏ। ଟ୍ରାନ୍ସପରନେଟ୍ ରହେ। ଆପଣ ବହୁତ ପରିଶ୍ରମୀ ଅଟନ୍ତି, କିନ୍ତୁ ଯେବେ ପରିଶ୍ରମ କରନ୍ତି ବହୁତ ଅଧିକ ପରିଶ୍ରମ କରନ୍ତି। ଅନ୍ୟଥା ଏମାନେ ଚାହାନ୍ତି କି ଗୋଟେ ଜାଗାରେ ଏମାନେ ପୁରା ସବୁ କିଛି ରହିକି ଛପରଫାଡ଼ କରିଦେବେ, ସବୁ କାମକୁ ଆମେ କରିବା। ଏମାନଙ୍କୁ ଡମିନେଟିଂ ଆଦୌ ବି ପସନ୍ଦ ନଥାଏ। ତା ସହିତ ନିଜର ପର୍ସନାଲିଟିକୁ ନେଇକି ଏମାନେ ସବୁବେଳେ ଆଗକୁ ବଢ଼ନ୍ତି। ଏବେ ଆମେ ଜାଣିବା କି ମେନ୍ 2024 ଆପଣଙ୍କ ରାଶି ସିଂହ ରାଶିରୁ ଶନିଦେବ ଆପଣଙ୍କର 7th ହାଉସ୍ରେ ଟ୍ରାନଜିଟ୍ କରିବେ। ପୁରା ବର୍ଷ 2024 ସାରା ଆପଣଙ୍କର ସପ୍ତମ ଭାଗରେ କେନ୍ଦ୍ରରେ ଶଶ ନାମକ ରାଜଯୋଗ ନିର୍ମାଣ କରିବେ। ଆଉ ରାହୁ ଗ୍ରହଙ୍କ ବିଷୟରେ ଯଦି ଏଠି ଆମେ ଆଲୋଚନା କରିବା, ତ ରାହୁ ଆପଣଙ୍କର 8th ହାଉସ୍ରେ ଆସିବେ, ତ କେତୁ ଆପଣଙ୍କର 2nd ହାଉସ୍ରେ ଆସିବେ। ଦେବଗୁରୁ ବୃହସ୍ପତିଙ୍କ ବିଷୟରେ କହିବା ତ ଆପଣଙ୍କର 9th ହାଉସ୍ରେ ରହିବେ। ଆଉ ମେ 2024ରେ ଆପଣଙ୍କର 10th ହାଉସ୍କୁ ଗୋଚର କରିବେ। ତ ସବୁଠାରୁ ପ୍ରଥମେ ପାଠପଢ଼ା ବିଷୟରେ ଯଦି କହିବା, ଷ୍ଟଡିଜ୍ ବିଷୟରେ ଯଦି ଆମେ ଚର୍ଚ୍ଚା କରିବା, ତ 5th ହାଉସ୍ ହୋଇଥାଏ ପାଠପଢ଼ାର। 5th ଲୋଲ୍ଟ ବନନ୍ତି ଜୁପିଟର। ତ ଯଦି ଆମେ ଏଠି କହିବା ତାପରେ ଆପଣଙ୍କର 10th ଆସିବେ, ତ ଯେମିତି ଜୁପିଟର ଆପଣଙ୍କର 10th ହାଉସ୍ରେ ପ୍ରବେଶ କରିବେ, ତ କେନ୍ଦ୍ରରେ ପ୍ରବେଶ କରିବେ, ତ ଆପଣ କେନ୍ଦ୍ରିତ ହୋଇଯିବେ ବିଶେଷ ଭାବରେ। ଏହା ସହିତ 9th ହାଉସ୍ରେ ମଧ୍ୟ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ପଞ୍ଚମରେ ପଡ଼ିବ, ତାହା ବି ଆପଣଙ୍କ ପାଇଁ ଭଲ ରହିବ। ଆପଣଙ୍କର ମ୍ୟାନେଜମେଣ୍ଟ ଜ୍ଞାନକୁ ମଧ୍ୟ ବଢ଼େଇବ। କିନ୍ତୁ ଏହା ସହିତ ଗୁରୁଙ୍କର ଯେତେବେଳେ ପ୍ରୋବ୍ଲେମ୍ ହେବ, ତ ଗୁରୁ ମଧ୍ୟ ଆପଣଙ୍କର 2nd ହାଉସ୍କୁ ଦୃଷ୍ଟି ପକାଇବେ ବିଶେଷ ଭାବରେ। ଆପଣଙ୍କର 4th ହାଉସ୍ରେ ଦୃଷ୍ଟି ପକାଇବେ, ତ 5th ଲର୍ଡ଼ର କନେକ୍ସନ୍ 4thରେ ବନିବ ବିଶେଷ ଭାବରେ। ତ ଆପଣଙ୍କର ଯେଉଁ ଜ୍ଞାନ ପାଠପଢ଼ା, ତା'ର ଯେଉଁ ଆନନ୍ଦ ଖୁସି, ସେସବୁ ଆପଣଙ୍କୁ ପ୍ରାପ୍ତ ହୋଇଯିବ। କାରଣ କନେକ୍ସନ୍ 4th ହାଉସ୍ରେ ବନିବ। ତ 4th ହାଉସ୍ ହେଉଛି ହ୍ୟାପିନେସ୍। ତ ପାଠପଢ଼ାରେ ଆପଣଙ୍କୁ ହ୍ୟାପିନେସ୍ ଆସିବ। ଆପଣଙ୍କର ଗୋଟେ ଡିଜାୟାର୍ସ ରହିଥିଲା ପାଠପଢ଼ାକୁ ନେଇକି, ମୁଁ ଏମିତି କରିବାକୁ ଚାହୁଁଥିଲି, ମୁଁ ଏଠି ଆଡ଼ମିସନ୍ ନେବାକୁ ଚାହୁଁଥିଲି, ଏ ଏକ୍ଜାମ୍ ଦେବାକୁ ଚାହୁଁଥିଲି, ଏସବୁର ଯେଉଁ ଖୁସି ଆପଣଙ୍କୁ ନିହାତି ଭାବରେ ମିଳିଯିବ। ତା ସହିତ ଯଦି କହିବା ମେ 2024 ପୂର୍ବରୁ କହିବା, ତ ଗୁରୁ ଆପଣଙ୍କର 9th ହାଉସ୍ରେ ରହିବେ। 1st ହାଉସ୍କୁ ଯଦି ଦେଖିବା, ତ ଆପଣଙ୍କୁ କୌଣସି ମାନ ସମ୍ମାନ ମିଳିବ, କୌଣସି ଆଚିଭମେଣ୍ଟ ମିଳିବା,
बड़ लोकों सह बसिबा उठिबा समाज सेवा करिबा सोशियाली जदि आम विशेष भाव में कह आपण कनेक्टिंग हेबा एमिति किछि स्थिति आपनको देखा ता सहित गोटे जिनिस कहबा कि गुरुंकर स्थिति जेतेबेले पंचम आपणकर 5th हाउस रे पड़ी थाए तो संतान पक्षर स्थिति भल रही थाए जो मानकर संतान नाही सेमानंकु संतान रिलेटेड खुशी मिली थाए ता सहित जो मानकर संतान नाहांती फैमिली प्लानिंग रो स्थिति आपणक पई बहुत भल बनुची तो मे 2024 पूर्वरु फैमिली प्लानिंग आपणक पई बहुत ही भल रहइबो कारण गुरु को दृष्टि रहइबो। एबे जानिबा 2024 रो लव रिलेशनशिप मैरिड लाइफ रो स्थिति आपणकर किपरि रहइबो। सबुठार प्रथमे मैरिड लाइफ विषय कहबा कि 7th हाउस रिप्रेजेंटेटिव लाइफ पार्टनरशिप तो 7th हाउस रो लॉर्ड बनंती विशेष भाव में आपणकर पूरा वर्ष सारा शनि बकरी होइके रहिबे जेबे बकरी होइके रहिबे तो जून जुलाई पर विशेष भाव में आपणकर मैरिड लाइफ रे आपण टिके ध्यान दियंतु। छोट मोट आर्गुमेंट्स होई पारे छोट मोट कथारे मिस अंडरस्टैंडिंग क्रिएट हेबो चिड़चिड़ा स्वभाव रो मध्ये आपण होई जिवे बास टिके बहुत रहइबो। बाकी शनि आपणकर 7th हाउस रहिबे मूल त्रिकोण रे रहिबे जहाँ आपणकर लाइफ पार्टनर को सक्सेस करिबो गोटे भल प्लेटफॉर्म रे आपण मध्ये विशेष भाव में रहिबे। कहीं ना जदि कहबा शनि निज घर विराजित अच्छा शनि ये बसुंट तो विशेष भाव में स्थिति आपण बहुत ही भल रहिबो। जो माने अनमैरिड अटंती जो मानकर विवाह होई नाही विवाह पई इंटरेस्टेड अछंती तो सेमानकर विवाह हेबार विशेष रूप से जोग बनुची। ता सहित जदि विशेष भाव में कहबा रिलेशनशिप आपण को मिलिबार अधिक रु अधिक पॉसिबिलिटी रही ये तो किछि नेगेटिव रही पॉजिटिव थिला नेगेटिव हैला कि विशेष भाव में जदि कहबा विशेष भाव में कि शनि जब चंद्रमा को देखी था तो ओभर थिंकिंग आपण भीतर रही था बिना कौन कारण रे जोटा भाबार नथिबो ताहा आपण भाबिबाकु लागंती कि शनि चंद्रमा को देखुंट चंद्रमा आम मन भावर कारक तो ओभर थिंकिंग आपण भीतर देखा मिलिबो बिना कौन कारण रे ता सहित 4th हाउस रे जेहेतु दृष्टि रहिबो तो चंद्रमा को ऊपर रहिबो तो माँ कर कारक रहिबो तो सबुठारु प्रथमे स्वास्थ्य स्थिति उपरे भल रहिबो। एहा सहित माँ कर ब्लड प्रेशर रिलेटेड हो थकापण हो हेडेक हो बैक पेन हो ए सबु रे आपन को किछि ना किछि परिवर्तन विशेष भाव देखा मिलिबो। ता सहित जदि एठी आमे कहिबा आपन को कैरियर विषय रे कि वर्ष 2024 आपनकर किपरि रहिबो तो देवगुरु बृहस्पति एठी जो रहिचंती विशेष भाव में आपनकर कैरियर स्थान रे रहिबे मेरे अर्थात कार्य क्षेत्र में ट्रांजेक्ट करेंगे गुरु आपणकर 10th हाउस को आसबे तो राहु आपणकर 8th हाउस को आसबे तो गुरु विशेष भाव में जदि कहबा गोटे वर्ष रे गोटे राशि रे रही थांती अर्थात 12 वर्ष पर आपणकर 10th हाउस को ट्रांजेक्ट करेंगे विशेष रूप से ता सहित आपणक कैरियर को लेकिन भल गुड न्यूज देखा मिलिबो। गुरु 10th हाउस रे रहिबे तो 2nd हाउस रे दृष्टि पकेइबे अर्थात आपणकर जो काम करिवार तरीका मैनेजमेंट आपणकर चैलेंज करेंगे ता सहित आपण कौन मैनेजमेंट संभालुंट कौन टीम वर्क संभालुंट कौन उच्च पदरे आपण काम करुँच तो यह आपण बहुत ही भल रहिबो। जदि आपण कौन डॉक्यूमेंटरी काम करुँच कम्युनिकेशन काम करुँच काउंसलिंग सेक्टर रे काम करुँच तो गुरु आपणकर 10th हाउस रे आपण को बहुत भल स्थिति प्रदान करिवो कारण 4th हाउस रो सीधा सप्तम दृष्टि पड़िबो। 4th हाउस रे सीधा सप्तम दृष्टि अर्थात कार्य क्षेत्र में सुख मध्य मिलिबो। जो मानक पाखरे चाकरी नाही जो माने जॉबलेस अटंती जेमिति सूर्यदेव उच्च होई जिबे आपणकर 9th हाउस रे एप्रिल रे तो बहुत भल चाकरी मिलिबार आपनको संभावना रही। एप्रिल रो नेकी पूरा सेप्टेम्बर ए पर्यंत विशेष भाव में जदि कहबा बहुत भल चाकरी बहुत भल परिवर्तन कैरियर रे आपणकर आसवाक जाऊँगी। केमिति लागला वीडियो लाइक करंतु शेयर करंतु चैनल न आसिले चैनल को एबे सब्सक्राइब मध्य करंतु। धन्यवाद।